नमस्कार बंधुगण। आज मु आपणक पई नहीं आसीची एमिति एक चमत्कारी कथा जहाकु सुनिबा मात्रे आपणक भितर एक नूतन शक्ति जागृत हेब। बंधुगण कुहा जाए जे जिए केही भी एही पवित्र कहानी को श्रद्धार सह शुणते स्वयं सूर्यदेव तांक उपरे अपार कृपा वर्षा करते एवं तांक जीवनर सबु अंधकार दूर हो जाए। बंधुगण एही कथा केवल एक कहानी नुहे बरं विजय प्राप्तिर एक अमोघ अस्त्र। तेबे आसन्तु जानिबा किपरि श्रीराम सूर्यदेवଙ୍କୁ प्रसन्न करी रावण उपरे विजय लाभ करथिले। रामायण महायुद्धर ସେହି अंतिम मुहूर्तर कथा। लंकार रणक्षेत्र चारिआडे केवल शब्द आउ कोलाहल। भगवान श्रीराम एवं लंकापति रावणଙ୍କ ମଧ୍ୟରେ भयंकर संग्राम चली थाए। रावण तार समस्त मायावी शक्ति प्रयोग करुଥାଏ, ଯେଉଁଥିପାଇଁ ଯୁଦ୍ଧ କ୍ରମାଗତ ଭାବେ ଲମ୍ବି ଚାଲିଥାଏ। ଅନେକ ଦିନର କଠୋର ପରିଶ୍ରମ ଏବଂ ଯୁଦ୍ଧ ପରେ ଶ୍ରୀରାମ କ୍ଳାନ୍ତ ହୋଇ ପଡ଼ିଥିଲେ। ସେ ଦ୍ୱନ୍ଦ୍ୱରେ ଥିଲେ ଯେ ଏହି ଅଧର୍ମୀକୁ କିପରି ଶୀଘ୍ର ପରାସ୍ତ କରିହେବ। ଶ୍ରୀରାମଙ୍କୁ ଏପରି ଚିନ୍ତାଗ୍ରସ୍ତ ଅବସ୍ଥାରେ ଦେଖି ଦେବତାମାନଙ୍କ ସହ ସେଠାରେ ପରମ ଜ୍ଞାନୀ ମହର୍ଷି ଅଗସ୍ତ୍ୟ ଆସି ପହଞ୍ଚିଲେ। ସେ ଜାଣିଥିଲେ ଯେ ବିଜୟ ପାଇଁ ଏହି ସମୟରେ ଶ୍ରୀରାମଙ୍କୁ ଅପାର ଦୈବୀ ଶକ୍ତିର ଆବଶ୍ୟକତା ରହିଛି। ସେ ରାମଙ୍କ ନିକଟକୁ ଯାଇ ଅତି ସ୍ନେହରେ କହିଲେ ଯେ ଏହି ସଂସାରରେ ସମସ୍ତ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟଦେବ। ସେ ହିଁ ସମସ୍ତଙ୍କର ପାଳନକର୍ତ୍ତା ଏବଂ ସେହି ଅନ୍ଧକାର ନାଶକ ପ୍ରଭୁଙ୍କୁ ସ୍ମରଣ କଲେ କୌଣସି ବି ଶତ୍ରୁ ଆଗରେ ତିଷ୍ଠି ପାରିବ ନାହିଁ। ମହର୍ଷି ଅଗସ୍ତ୍ୟ ସେହି ରଣକ୍ଷେତ୍ରରେ ହିଁ ଶ୍ରୀରାମଙ୍କୁ ଆଦିତ୍ୟ ହୃଦୟ ସ୍ରୋତ ପ୍ରଦାନ କଲେ। ସେ ବୁଝାଇଲେ ଯେ ଯିଏ ସୂର୍ଯ୍ୟଙ୍କର ଏହି ଦୈବୀ ଗୁଣଗାନ କରିବ ତାର ସମସ୍ତ ଭୟ ଏବଂ ଦୁର୍ବଳତା ଦୂର ହୋଇଯିବ। ଶ୍ରୀରାମ ଋଷିଙ୍କ କଥା ମାନି 3 ଥର ଆଚମନ କଲେ ଏବଂ ଅତ୍ୟନ୍ତ ଭକ୍ତିର ସହ ଆକାଶ ମଣ୍ଡଳକୁ ଚାହିଁ ସୂର୍ଯ୍ୟଦେବଙ୍କୁ ଧ୍ୟାନ କଲେ। ତାଙ୍କ ମୁଖରୁ ଯେତେବେଳେ ଏହି ସ୍ରୋତର ମନ୍ତ୍ର ଗୁଡ଼ିକ ଉଚ୍ଚାରିତ ହେଲା ସେତେବେଳେ ତାଙ୍କ ଭିତରେ ଏକ ଅଦ୍ଭୁତ ତେଜ ଓ ଶକ୍ତିର ସଞ୍ଚାର ହେଲା। ଶ୍ରୀରାମ ମହର୍ଷି ଅଗସ୍ତ୍ୟଙ୍କ ଉପଦେଶ ଅନୁସାରେ ଅତ୍ୟନ୍ତ ଭକ୍ତି ଭାବରେ ସୂର୍ଯ୍ୟଦେବଙ୍କର ବନ୍ଦନା କଲେ। ସେ ସେହି ସମୟରେ ଯେଉଁ ସ୍ତୁତି କରିଥିଲେ ସେଥିରେ ସେ ପ୍ରଭୁ ଭାସ୍କରଙ୍କର ବିଭିନ୍ନ ଶକ୍ତିଶାଳୀ ରୂପକୁ ପ୍ରଣାମ ଜଣାଇଥିଲେ। ଶ୍ରୀରାମ ସୂର୍ଯ୍ୟଦେବଙ୍କୁ ସମସ୍ତ ଜଗତର ଆତ୍ମା, ଦେବତା ଓ ଅସୁରଙ୍କ ଦ୍ୱାରା ପୂଜିତ ପ୍ରଭୁ ଏବଂ ଅନ୍ଧକାରର ବିନାଶକାରୀ ଭାବେ ବନ୍ଦନା କଲେ। ସେ କହିଲେ, ପ୍ରଭୁ ସୂର୍ଯ୍ୟ ହିଁ ବ୍ରହ୍ମା, ବିଷ୍ଣୁ, ଶିବ, ସ୍କନ୍ଦ ଏବଂ ପ୍ରଜାପତିଙ୍କ ସ୍ୱରୂପ। ସେ ଇନ୍ଦ୍ର, କୁବେର, ଯମ, ସୋମ ଏବଂ ବରୁଣଙ୍କ ଶକ୍ତିରେ ବିଦ୍ୟମାନ। ବନ୍ଦନା କରିବା ସମୟରେ ଶ୍ରୀରାମ ସୂର୍ଯ୍ୟଙ୍କ ଜୟଧ୍ୱନି ଦେଇ ପ୍ରଣାମ କଲେ। ସେ କହିଲେ, ହେ ପ୍ରଭୁ, ଆପଣ ପୂର୍ବ ଦିଗର ସ୍ୱାମୀ, ଆପଣଙ୍କୁ ନମସ୍କାର। ଆପଣ ଜ୍ୟୋତିର୍ମୟ ଗ୍ରହମାନଙ୍କର ଅଧିପତି, ଆପଣଙ୍କୁ ନମସ୍କାର। ଆପଣ ଶତ୍ରୁନାଶକ ଏବଂ ଅଜୟ, ଆପଣଙ୍କୁ ବାରମ୍ବାର ନମସ୍କାର। ସୂର୍ଯ୍ୟଦେବଙ୍କୁ ଶୀତଳତା ପ୍ରଦାନକାରୀ ଓ ପୁଣି ପ୍ରଳୟ ସମୟରେ ରୁଦ୍ର ରୂପ ଧାରଣ କରୁଥିବା ଅଗ୍ନି ସ୍ୱରୂପ ବୋଲି ସ୍ତୁତି କଲେ। ସେ କହିଲେ ଯେ ସୂର୍ଯ୍ୟ ହିଁ ଏହି ସଂସାରର ସମସ୍ତ କାର୍ଯ୍ୟର ସାକ୍ଷୀ ଏବଂ ସେ ହିଁ ସମସ୍ତ ଯଜ୍ଞର ଫଳ ପ୍ରଦାନ କରନ୍ତି। ଶ୍ରୀରାମଙ୍କ ଏହି ନିଷ୍ଠାପର ବନ୍ଦନାରେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ତାଙ୍କୁ ବିଜୟର ବରଦାନ ଦେଲେ। ଶ୍ରୀରାମଙ୍କ ମନରୁ ସମସ୍ତ ଚିନ୍ତା ଦୂର ହୋଇଗଲା ଏବଂ ସେ ପୁଣି ଥରେ ଧନୁ ଧରି ରାବଣ ସହ ଯୁଦ୍ଧ କରିବାରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଗଲେ। ସ୍ୱୟଂ ସୂର୍ଯ୍ୟଦେବ ଆକାଶରୁ ପ୍ରସନ୍ନ ହୋଇ ରାମଙ୍କୁ ଆଶୀର୍ବାଦ ଦେଇ କହିଲେ, ଶୀଘ୍ର କର ରାମ, ତୁମର ବିଜୟ ନିଶ୍ଚିତ। ଶେଷରେ ସେହି ସୂର୍ଯ୍ୟଙ୍କ ଶକ୍ତିରେ ବଳୀୟାନ ହୋଇ ଶ୍ରୀରାମ ରାବଣଙ୍କୁ ସଂହାର କଲେ ଏବଂ ଅଧର୍ମ ଉପରେ ଧର୍ମର ବିଜୟ ହେଲା। ସେହି ଦିନଠାରୁ ଏହି ସ୍ରୋତଟି ମନୁଷ୍ୟଙ୍କ ପାଇଁ ସଫଳତା ଓ ଶକ୍ତିର ଏକ ବଡ଼ ମାଧ୍ୟମ ହୋଇ ରହିଛି। ବନ୍ଧୁଗଣ, ଆଦିତ୍ୟ ହୃଦୟ ସ୍ରୋତ କେବଳ ଏକ ମନ୍ତ୍ର ନୁହେଁ ବରଂ ଏହା ମନୁଷ୍ୟ ଜୀବନ ପାଇଁ ଏକ ଅମୋଘ ଆଶୀର୍ବାଦ। ଯେତେବେଳେ ଜଣେ ସାଧାରଣ ମଣିଷ ନିଷ୍ଠାର ସହ ଏହାକୁ ପାଠ କରେ ସେତେବେଳେ ତା ଜୀବନର ସବୁ ଅନ୍ଧକାର ଦୂର ହୋଇ ସୂର୍ଯ୍ୟଙ୍କ ଭଳି ଏକ ନୂଆ ଆଲୋକ ଭରିଯାଏ। ଏହାକୁ ପଢ଼ିବା ଦ୍ୱାରା ମଣିଷ ଭିତରେ ଥିବା ସମସ୍ତ ଭୟ ଓ ଦୁର୍ବଳତା ଦୂର ହୋଇ ଏକ ଅଦ୍ଭୁତ ଆତ୍ମବିଶ୍ୱାସ ଜାଗ୍ରତ ହୁଏ। ଯେଉଁମାନେ ମାନସିକ ଚିନ୍ତା ବା ହତାଶାରେ ଥାଆନ୍ତି ଏହି ସ୍ରୋତ ସେମାନଙ୍କର ସେହି ସଙ୍କଟରୁ ମୁକ୍ତି ଦେଇ ମନକୁ ଶାନ୍ତି ଓ ଶକ୍ତିଶାଳୀ କରିଥାଏ। କେବଳ ସେତିକି ନୁହେଁ ବନ୍ଧୁଗଣ, ଏହି ସ୍ରୋତ ପାଠ କଲେ ଶରୀରରେ ଏକ ନୂତନ ତେଜ ଓ ଶକ୍ତିର ସଞ୍ଚାର ହୁଏ ଯାହା ଅନେକ ରୋଗ ବ୍ୟାଧିରୁ
ମଧ୍ୟ ରକ୍ଷା କରେ। ବିଶେଷ କରି ଚାକିରି, ବ୍ୟବସାୟ ଓ ବା କର୍ମକ୍ଷେତ୍ରରେ ଯେଉଁ ବାଧାବିଘ୍ନ ଆସେ, ସୂର୍ଯ୍ୟଦେବଙ୍କ କୃପାରୁ ସେହି ସବୁ ସମସ୍ୟା ଧୀରେ ଧୀରେ ସମାଧାନ ହେବାକୁ ଲାଗେ। ଯେମିତି ପ୍ରଭୁ ଶ୍ରୀରାମ ଏହାକୁ ପାଠ କରି ନିଜର ଶତ୍ରୁ ରାବଣ ଉପରେ ବିଜୟ ଲାଭ କଲେ, ଠିକ୍ ସେମିତି ଜଣେ ସାଧାରଣ ବ୍ୟକ୍ତି ମଧ୍ୟ ଜୀବନର ସବୁ ସଂଘର୍ଷରେ ବିଜୟୀ ହୋଇପାରେ। ଏହାକୁ ପାଠ କଲେ ମନୁଷ୍ୟର ମାନ ସମ୍ମାନ ବଢ଼େ ଏବଂ ସେ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରେ। ଶେଷରେ ଏତିକି କୁହାଯାଇପାରେ ଯେ ଏହି ସ୍ରୋତଟି ମନୁଷ୍ୟକୁ କେବେ ହାର ମାନିବାକୁ ଦିଏ ନାହିଁ ଏବଂ ତାର ସମସ୍ତ ଅଧୁରା କାମକୁ ସୂର୍ଯ୍ୟଦେବଙ୍କ ଆଶୀର୍ବାଦରେ ପୂରଣ ହୋଇଯାଏ।